ଖୋର୍ଦ୍ଧାରେ ଚାଲିଛି ନିର୍ବାଚନ ତାତି ଆଉ ଏଇ ତାତି ଭିତରେ ଆହୁରି ଉଷ୍ମ କରିଦେଉଛି ଯେତେ ସମୟ ପାଖଉଛି ଉଭୟ ନେତାଙ୍କର ବାଗଯୁଦ୍ଧ। ଏସବୁ ଭିତରେ ଆମେ ବର୍ତ୍ତମାନ ଅଛୁ ଚର୍ଚ୍ଚିତ ରାଜନେତା ପ୍ରଶାନ୍ତ ଜଗଦେବଙ୍କ ପାଖରେ। ବିଭିନ୍ନ ନିର୍ବାଚନ ମଣ୍ଡଳୀ ବୁଲିଛନ୍ତି, ବିଭିନ୍ନ ନିର୍ବାଚନ ମଣ୍ଡଳୀ ସେ ନେତୃତ୍ୱ ନେଇଛନ୍ତି ଏବଂ ବିଭିନ୍ନ ନିର୍ବାଚନ ମଣ୍ଡଳୀର ବିକାଶ ମଧ୍ୟ କରି ଗୋଟେ ପଛପଟେ ଗୋଟେ ସୁନାମ ମଧ୍ୟ ଅର୍ଜନ କରିଛନ୍ତି। ଏସବୁ ଭିତରେ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀରେ ବିଜେପି ପକ୍ଷରୁ ତାଙ୍କୁ ପ୍ରାର୍ଥୀ କରାଯାଇଛି ଏବଂ ଦମଦାର ପ୍ରଚାର କରିଛନ୍ତି, ଲୋକମାନଙ୍କର ହୃଦୟ ଜିଣିଛନ୍ତି ଏବଂ ଆମ ସାଙ୍ଗରେ ବର୍ତ୍ତମାନ ଅଛନ୍ତି ପ୍ରଶାନ୍ତ ଜଗଦେବ। ସିଧାସଳଖ ଆଲୋଚନା କରିବା। ଆଜ୍ଞା, କନକ ନ୍ୟୁଜ୍କୁ ସ୍ୱାଗତ କରୁଛି ସାର୍। ନମସ୍କାର। ସାର୍ କ'ଣ କହିବେ, ଆପଣଙ୍କୁ ନେଇ ସବୁଆଡ଼େ ଚର୍ଚ୍ଚା, ବିଭିନ୍ନ ନିର୍ବାଚନ ମଣ୍ଡଳରୁ ଆପଣ ଅତିକ୍ରମ କରି ଆସିଛନ୍ତି, ବର୍ତ୍ତମାନ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ଠିଆ ହଉ ହଉ ମଧ୍ୟ ଚର୍ଚ୍ଚା। 97 ମସିହାରୁ ଯେତେବେଳେ ମୁଁ ନିର୍ବାଚନ ରଣାଙ୍ଗନକୁ ଆସିଲି ତା ପୂର୍ବରୁ 90 ମସିହାରେ ମୁଁ ନିରାକପୁର କଲେଜର ଛାତ୍ର ଇଞ୍ଜିନିୟରିଂ ପାଠ ପଢ଼ିକି ଆସିଲା ପରେ ସେହି ଦିନଠୁ ଚର୍ଚ୍ଚିତ ପ୍ରଶାନ୍ତ ଜଗଦେବ। ନିରାକାରପୁର କଲେଜର ମଣ୍ଡଳ କମିଶନ ହେଉ କି ନିରାକାରପୁର କଲେଜରେ 50 ପଇସା ନେଇକି ପିଲା ଯାଉଥିଲେ ଜଙ୍କିଆରୁ ନିରାକାରପୁର, ସେଥିରେ ଷ୍ଟ୍ରାଇକ୍ କରିବା ହେଉ କି କଲେଜ ବସ୍ ଗୋଟେ ଦିନରେ ନିରାକାରପୁର କଲେଜରେ କଲେଜ ବସ୍ ପକାଇବାଠୁ ଆରମ୍ଭ କରିବି, ମୁଁ ସଦାବେଳେ ଚର୍ଚ୍ଚିତ, ସଦାବେଳେ ଲଢ଼େଇ ମନୋବୃତ୍ତି। ସେ ଲଢ଼େଇ ମନୋବୃତ୍ତି ହିଁ ମୋତେ ଚର୍ଚ୍ଚିତକୁ ଆଣିଛି ଏବଂ ଲୋକମାନଙ୍କୁ ସେତେବେଳେ ଛାତ୍ରମାନଙ୍କ ପାଇଁ ଲଢ଼ୁଥିଲି ନିରାକାରପୁର କଲେଜରେ ଏବଂ ଖୋର୍ଦ୍ଧା କଲେଜରେ। ପୁଣି ପରେ ଲୋକମାନଙ୍କ ପାଇଁ ଲଢ଼ିବା ଆରମ୍ଭ କଲି 97 ମସିହାରେ। ପଞ୍ଚାୟତ ନିର୍ବାଚନରୁ ଆଜି ପର୍ଯ୍ୟନ୍ତ ଜାରି ରହିଛି ଏବଂ ଲୋକଙ୍କ ପାଖରେ ମୁଁ ପରୀକ୍ଷା ପ୍ରତ୍ୟେକ 5 ବର୍ଷରେ ଦେଉଛି ଏବଂ ସେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଇଯାଉଛି। ପ୍ରମାଣ ହେଉଛି ଲୋକମାନେ, ଜଜ୍ ହେଉଛନ୍ତି ମୋର ଲୋକମାନେ। ମୋର ଜଜ୍ କେଉଁ ପାର୍ଟି ନୁହେଁ କିମ୍ବା କେଉଁ ଦଳର ଲିଡ଼ର ନୁହେଁ। ଯଦିଓ ଦଳର ସିମ୍ବଲରେ ମୁଁ ଲଢ଼େ, କିନ୍ତୁ ବିଚାରକ ହେଲେ ଜନସାଧାରଣ, ଜଜ୍ ହେଲେ ଜନସାଧାରଣଙ୍କ ସାର୍ଟିଫିକେଟ୍ ମୁଁ ପାଉଛି ଏବଂ ସେଇଥିପାଇଁ ମୁଁ ମୋର ଖୁସି, ଆନନ୍ଦିତ ଏବଂ ଉନ୍ମାଦିତ। କିନ୍ତୁ ମିଡ଼ିଆ ବନ୍ଧୁମାନେ ମୋତେ ବିବାଦୀୟ ଚର୍ଚ୍ଚିତ ରୂପ ଦେଇଛନ୍ତି, ସେଥିରେ ମୁଁ ବହୁତ ଖୁସି ଅଛି। କାରଣ ମୁଁ ବିବାଦୀ ହେବାକୁ ଚାହେଁ, ଚର୍ଚ୍ଚିତ ହେବାକୁ ଚାହେଁ, କାରଣ ଚର୍ଚ୍ଚିତ ଜୀବନ ମୋର ଲକ୍ଷ୍ୟ। ମୋ ଜେଜ ହେଉଛି ଶହୀଦ କୃତିବାସ ପାଟଶାଣୀ, ଯିଏ ଇଂରେଜ ବିରୁଦ୍ଧରେ ଲଢ଼ୁଥିଲା। ଆଜିର ବ୍ୟବସ୍ଥା ବିରୁଦ୍ଧରେ ମୁଁ ଲଢ଼ୁଛି। ପିଲାବେଳୁ ବ୍ୟବସ୍ଥାର ପରିବର୍ତ୍ତନ ପାଇଁ ମୁଁ ଲଢ଼େଇ ଜାରି ରଖିଛି ଏବଂ ମୋର ଶେଷ ରକ୍ତବିନ୍ଦୁ, ଶେଷ ନିଶ୍ୱାସ ଥିଲା ପର୍ଯ୍ୟନ୍ତ ମୁଁ ଏ ଲଢ଼େଇ ଜାରି ରଖିବି। ଆପଣ ଗୋଟେ ପ୍ରଥମେ ଯେତେବେଳେ ଖୋର୍ଦ୍ଧାରୁ ଟିକେଟ୍ ପାଇଲେ, ସେତେବେଳେ ଗୋଟେ ଚର୍ଚ୍ଚା ବିଷୟ ଆପଣଙ୍କର ଆସିଥିଲା ଯେ ଗୋଟେ ଡାଇଲଗ୍ ଆପଣଙ୍କର ଥିଲା ଯେ ବେଗୁନିଆ ଝୁରୁଛି, ଚିଲିକା ହସୁଛି ଏବଂ ଖୋର୍ଦ୍ଧା ବର୍ତ୍ତମାନ ହାତ ଠାରି ଡାକୁଛି। ୟାକୁ ନେଇ ବହୁତ ଗୋଟେ ଚର୍ଚ୍ଚା ଚାଲିଥିଲା। ନିଶ୍ଚିତ ଭାବରେ ସେତେବେଳର ପରିସ୍ଥିତି ସେୟା ଥିଲା। ଯଦିଓ ମୁଁ ବେଗୁନିଆରୁ ଚାଲି ଆସିଲି ଚିଲିକାକୁ, ସେତେବେଳେ ବେଗୁନିଆ ଲୋକ ବହୁତ ମନେ ପକାଉଥିଲେ, ଜୋର ମନେ ପକାଉଥିଲେ। ସେଇଥିପାଇଁ ମୁଁ କହୁଥିଲି ବେଗୁନିଆ ଝୁରୁଛି। ଏବଂ ଚିଲିକାରେ ଯେତେବେଳେ ଆସିଲି, ଚିଲିକା ଭିତରେ ଉନ୍ମାଦନା ସୃଷ୍ଟି ହେଲା। ସେଠି ବି ଗୋଟେ ବୀର ପାଇକ, କୃତିବାସର, ପାଟଶାଣୀର, ଦାୟଦର ଏବଂ ପାଇକର ଏନ୍ତୁଳି ଶାଢ଼, ବାଣପୁର ମାଟି, ସେ ଉତ୍ସାହିତ ହେଲା ଯେ ଗୋଟେ ପାଇକ ପୁଅ ଆସିଛି। ସେତେବେଳେ ସେମାନେ ଉତ୍ସାହିତ ଥିଲେ। ସେହି ଅବସ୍ଥାକୁ ଦେଖି ଖୋର୍ଦ୍ଧାରେ ଯେତେବେଳେ ମୁଁ, ଯେହେତୁ ଖୋର୍ଦ୍ଧାର ମୋର ଜନ୍ମ ମାଟି, ଖୋର୍ଦ୍ଧାବାଲା ବି କହୁଥିଲେ ଯେ ଭାଇ ଟିକେ ଆସ, ତୁମେ ସବୁଆଡ଼େ କଲଣି, ନିଜ ମାଟି ପାଇଁ ଟିକେ ସେବା କର। ସେଇଥିପାଇଁ ମୁଁ କହୁଥିଲି ବେଗୁନିଆ ଝୁରୁଛି, ଖୋର୍ଦ୍ଧା ଚିଲିକା ହସୁଛି, ଖୋର୍ଦ୍ଧା ଡାକୁଛି। କିନ୍ତୁ ସମୟ ପରିବର୍ତ୍ତନ ହୋଇଯାଇଛି। ବର୍ତ୍ତମାନ ବେଗୁନିଆ କାନ୍ଦୁଛି, ଚିଲିକା କାନ୍ଦୁଛି, ଖୋର୍ଦ୍ଧା ହସୁଛି। ଖୋର୍ଦ୍ଧାରେ ଆପଣ ଦେଖୁଥିବେ ସବୁଆଡ଼େ ଉନ୍ମାଦନା ଭରିଛି। ମୁଁ କେବେ ମୋ ବିୟଣ୍ଡ ଏକ୍ସପେକ୍ଟେସନରେ ମୁଁ ପାଇଛି। କାରଣ ମୁଁ ଭାବୁଥିଲି, ଯେଉଁଟା ମୋ ମନର ହୃଦୟରେ ଥିଲା, ଯେ ଖୋର୍ଦ୍ଧାବାସୀଙ୍କ ପ୍ରତି ମୋର ଯେଉଁ ଆଗ୍ରହ, ଉତ୍ସାହ ଏବଂ ଲୋକଙ୍କ ସେବା କରିବା ପାଇଁ ଯେଉଁ 2000 ମସିହାରୁ ଆଜି ଯେଉଁମାନେ ନେତା ହେଇଛନ୍ତି ଏଠି ଖୋର୍ଦ୍ଧାରେ ବିଗତ 25-30 ବର୍ଷ, ସେମାନେ ସବୁ କଂଗ୍ରେସରୁ ଆସିଥିଲେ। ମୁଁ କିନ୍ତୁ ଜନତା ଦଳ ବିଜୁ ପଟ୍ଟନାୟକର ଥିଲି ଏବଂ ବିଜୁ ଜନତା ଦଳର 2000 ମସିହାର ଫାଷ୍ଟ କ୍ୟାଣ୍ଡିଡେଟ୍ ମୁଁ ହେବା କଥା। କିନ୍ତୁ ସେଠି ଟିକେ ଏପଟ ସେପଟ ହେଲା, ମୋତେ ନେଇକିରି ଗୋଟେ ଷଡ଼ଯନ୍ତ୍ର ହେଲା। ଯେଉଁ ଷଡ଼ଯନ୍ତ୍ର ମୁଁ ଶିକାର ହେଲି, ବିଜୟ ମହାପାତ୍ରଙ୍କୁ କାଟିଦେଲେ, କହିଲେ ବିଜୟ ମହାପାତ୍ର ଲୋକ କହିକି ମୋ ଟିକେଟ୍ କଟିଯାଇଥିଲା। କିନ୍ତୁ ପରବର୍ତ୍ତୀ ପର୍ଯ୍ୟାୟରେ 2004ରେ ମୁଁ ଖୋର୍ଦ୍ଧାରେ ଲଢ଼ିବାର ଥିଲା, କିନ୍ତୁ ଜାନକୀ ପଟ୍ଟନାୟକ ସାଙ୍ଗେ ଲଢ଼ିବା ପାଇଁ ମୋତେ ପଠାଇ ଦିଆଗଲା। ତ ସେଇ ଯେଉଁ ଆନ୍ତରିକତା, ସେଇ ଯେଉଁ ଉଦ୍ୟମ ମୋର 20-25 ବର୍ଷର ତଳେ ମୁଁ କରିଥିଲି, 20 ବର୍ଷ, ଆଜି 40 ବର୍ଷ ହୋଇଛି, 20 ବର୍ଷ ମୁଁ ଖୋର୍ଦ୍ଧାରେ ସେବା କରିବା ପାଇଁ ଯେଉଁ ଆନ୍ତରିକତା କରିଥିଲି, ସେଇଟା ଭରି ହେଇକି ଥିଲା ଲୋକଙ୍କ ଭିତରେ ଏବଂ ମୁଁ ଟେଷ୍ଟେଡ଼ ହୋଇଯାଇଛି। ଏବେ ହଠାତ୍ ଭାରତୀୟ ଜନତା ପାର୍ଟି ଟିକେଟ୍ କଲା ପରେ ବିଜୁ ଜନତା ଦଳର 70-80% ମୋ ଲୋକ କର୍ମୀ ମୋତେ ସମର୍ଥନ ଦେଲେ ଏବଂ ଆମ୍ ଜନତା, ଯେଉଁମାନେ ସାଧାରଣ ଯୁବକ, ଯେଉଁମାନେ ନିରାକାରପୁର କଲେଜ, ଖୋର୍ଦ୍ଧା କଲେଜରେ 20-25 ବର୍ଷ ଧରିକି ରାଜନୀତି କ୍ଷେତ୍ରରେ, ସାମାଜିକ କ୍ଷେତ୍ରରେ ଥିଲେ, ସେମାନେ ବି ଆଗେଇ ଆସିଲେ। ବର୍ତ୍ତମାନ ଏଠି ଜନତା ଲଢ଼ୁଛନ୍ତି। ମୋତେ ଲାଗୁନି ମୁଁ ନିର୍ବାଚନ ଲଢ଼ୁଛି, ମୁଁ ଲଢ଼ୁଛି
गोटे ये जो खोर्धा माटी माँ ओडिशार अस्मिता पाई जो लड़ई से लड़ई रे मु थरे ए माटी पाई विप्लवर आरंभ होईछि एवं द्वितीय स्वाधीनता संग्राम जड़े रथी भाव जड़े सैनिक भाव मो लक्ष्य सेठी अच्छी मो लक्ष्य खोर्धार विधायक हो मो बड़ कथा नहीं कारण विधायक अलरेडी लोक मैंने मत कर सारे मुझे अनुभव नहीं सारे किंतु मते ओडिशार परिवर्तन हवा दरकार एवं ओडिशारे भाजपा सरकार आगमनर आवश्यकता रही जोटा मोदीजी अनुभव कर सारे सेटा वास्तव रूप नवा दरकार जून 10 तारिख दिन शपथ नवा दरकार एवं ओडिशा को एक विकसित राज्य जो कथा मोदीजी कह मोदीजी जहाँ कहती ताहा से करती जमती गोटे ओडिशा रे गोटे नुआ चकमा देले नुआ सरप्राइज देले ओडिशावासी को जड़े आदिवासी महिला को लेकिन भारतर राष्ट्रपति कले ठीक से ही मुझे आशा करुच्ची ओडिशार जो भाया संपद भरा ओडिशा को लेकिन एक नंबर राज्य से करदे पारे से विश्वास मोर अच्छी से कथा मो लोक जनमा ओडिशावासी आपण मान मध्य जनईदेवा चाहे जे ओडिशा को एक विकसित भारत जो तैयारी करने को संकल्प नहीं से भितर ओडिशा एक नंबर राज्य हो ओडिशा कहूथिबा जड़े व्यक्ति ओडिशार मुख्यमंत्री हुंतु एतिकी प्रभु जगन्नाथ पाखे प्रार्थना करुच्ची एवं से राम को पाखे प्रार्थना करुच्ची। खोर्धा हसुची ये हस पछर कौन रहस्य रही खोर्धार कौन सब एजेंडा नहीं बर्तमान खोर्धा को जाऊँ जहाँफल खोर्धा आसो ये हसबार कथा हूँ खोर्धार स्वाभिमान खोर्धा गोटे मागिबा माटी नुहे दबा माटी खोर्धा माटी सदाबले देइछि केबे मागिनी तापाई कारण एटा वीर पाइकर माटी बलिदान त्याग होछि खोर्धार परिचय आ साहसी बलिदान त्याग है खोर्धार परिचय तेणुक आज दिन में खोर्धा हसुची से 200 वर्ष पर कृतिवासर दायत फेरी खोर्धा माटी को एवं खोर्धार स्वाभिमान सम्मान पाई लड़ई ओडिशार स्वाभिमान सम्मान अस्मिता पाई जो लड़ई खोर्धा जनसाधारण आगे आस खोर्धार पाइक युवक माने रक्त भिजा माटी खोर्धार वीर पाइक माने आगे आसछंती ये युद्ध को आग को नवापाई ये निर्वाचन युद्ध को लेकिन गोटे भारतर जमती स्वाधीनता आंदोलन होता सेमती ओडिशा राज्यर गोटे व्यवस्थार परिवर्तन राजनीतिक व्यवस्था एवं प्रशासनिक व्यवस्थार परिवर्तन पर ये युद्ध रे खोर्धा आगे रहिबो। अच्छा कौन सो विजन नहीं बर्तमान खोर्धा लोक पाखु जी और खोर्धार कौन सो विजन आप देखी जहाँफल खोर्धा लोक प्रशांत जगदेव को देखा चाहिए। प्रथम विजन है डबल इंजिन सरकार आगे आसब डबल इंजिन सरकार आसिले खोर्धा गोटे नुआ रूप नब नुआ रूप माने विकसित खोर्धा ये नब जे भुवनेश्वर हूँ भुवनेश्वर हेडक्वार्टर खोर्धा किंतु खोर्धा ना रे जो भली भाव में जो पाइकर एंतुड़ीशाल खोर्धा इंग्रेज विरुद्ध में लड़ुवा खोर्धा शेष स्वाधीन दुर्ग खोर्धा एवं बहुत दिन तले ओडिशार राजधानी भी थिला खोर्धा ये खोर्धार परिचय को आगे गोटे विश्व स्तर में पहुँचेबार प्रयास से बरुणई करुणईर पीठर उन्नतीकरण हो किंबा पाइकर टूरिज्म सेंटर हो किंबा विश्वस्तरीय स्टाडियम जोटी खेलिबा पई पिला मानकर गोटे समस्त व्यवस्था थाइकरी युवक मानकू खेल खेलर व्यवस्था इंडोर स्टाडियम व्यवस्था करा जाऊ ता सहित पाइक एकाडेमी गोटे पाइक समर कला केन्द्र शिक्षा केन्द्र जोटा थिला उठी जाइए सहीटार गोटे विराट बड़ दरकार ता सहित खोर्धा को गोटे पाइक रेजिमेंट सहीटा गोटे आवश्यकता अच्छी सहीटा गोटे बड़ कार्य जोटा केंद्र सरकार द्वारा हम ता सहित आ गोटे खोर्धा को मेट्रो सिटी खोर्धा गोटे मेट्रो सिटी नामित हम एवं जो थे कि 200 किलोमीटर रेडियस रे मेट्रो सिटीटा हम जोटा केंद्र सरकार सेटा को अप्रूवाल देवे से दाबीटा रहिबो जो थे खोर्धा निर्वाचन मंडली आमर खोर्धारू आरंभ कले टांगी कूड़ी 60 किलोमीटर भीतर जाऊँगी किंतु मेट्रो एवं भुवनेश्वर हेले 90 किलोमीटर आम जाऊँ 200 किलोमीटर रेडियस हेले जिते जगह फागा आमर अच्छी सब इंडस्ट्रियलाइजेशन आसो बहुत प्रकार व्यवस्था मेट्रो सिटी हेल्ले आसीज आसीगला आम ये अंचल जिते युवक मैंने अच्छा
ଯୁବକ ଯୁବତୀ ମାନେ ମାଆ ମାନେ ଏବଂ ଲୋକଙ୍କ ମାନେ ହାତରେ କାମ ମିଳିଯିବ। କାମ ମିଳିଗଲେ କ'ଣ ହେବ ନା ତାଙ୍କ ଆର୍ଥିକ ଉନ୍ନତିଟା ଆସିବ ଆଉ ଇନଫ୍ରାଷ୍ଟ୍ରକ୍ଚର ଉନ୍ନତି ହେବ। ତେଣୁ ଦ୍ୟାଟ୍ ଇଜ୍ ମାଇ ଭିଜନ୍ ଏବଂ ସେ ଭିଜନଟାକୁ ସାକାର କରିବା ପାଇଁ ଦୁଇଟା କଥା, ଗୋଟେ ବର୍ତ୍ତମାନ ଇମିଡ଼ିଏଟ୍ 5 ବର୍ଷ ଭିତରେ କ'ଣ ଡେଭଲପମେଣ୍ଟ କରିବା ଆଉ ଏଇ 5 ବର୍ଷ ଭିତରେ ମାଷ୍ଟର ପ୍ଲାନ୍ ତିଆରି କରିଦେଇକି ଯିବା, ଯେଉଁଟା ଦିନରେ ଆଗାମୀ ପିଢ଼ି ପାଇଁ ଯେଉଁମାନେ ବି ଏହାକୁ ଦାୟିତ୍ୱ ନେବେ ତାକୁ ସେଇ ଅନୁସାରେ ରୋଡ଼ ମ୍ୟାପ୍ଟା ତିଆରି କରିଦେଇଥିବା, ସେ ରୋଡ଼ ମ୍ୟାପ୍ରେ ଲୋକ କାର୍ଯ୍ୟ ଆରମ୍ଭ କରିବା। ସରକାରରେ ଥିବା ଅନେକ ପଦାଧିକାରୀ ସବୁ ତାଙ୍କ ସପକ୍ଷରେ ବା ଆପଣଙ୍କ ବିପକ୍ଷରେ ସବୁ ଯୋଜନା କରୁଥିବାର ଗୋଟେ ଅଭିଯୋଗ ଆପଣ ଆଣିଛନ୍ତି। ବନ୍ଧୁଗଣ ଆପଣମାନେ ମୁଁ କହି କଥା କହୁନି, ଓଡ଼ିଶାବାସୀ କହୁଛନ୍ତି ବର୍ତ୍ତମାନ ଗଣତାନ୍ତ୍ରିକ ବ୍ୟବସ୍ଥା ବିଜୁ ଜନତା ଦଳ ସରକାର କରୁଛି, ସରକାରୀ କର୍ମଚାରୀ ମାନେ ସରକାର ଚଲାଉଛନ୍ତି ଏବଂ ଆଜି ବି ଯାହା ହେଉଛି ସେ କଥା ବି ସେମାନେ କହିଛନ୍ତି ପରୋକ୍ଷ ଭିତରେ ମୁଁ ଥିଲାବେଳେ ଯେ ସରକାରୀ କର୍ମଚାରୀ ଇଲେକ୍ସନ୍ ଲଢ଼ିବେ, ତମେ ନାମକୁ ମାତ୍ର ଥା, ତମେ କିଛି ଚିନ୍ତା କରିବା ଦରକାର ନାହିଁ। ଆମ ସରକାରୀ ଆମର ଜିଲ୍ଲାପାଳ ଅଛନ୍ତି, ଆମର ଜିଲ୍ଲା ସଭାପତି ହେଲା ଜିଲ୍ଲାପାଳ, ବ୍ଲକ ସଭାପତି ହେଲା ବିଡ଼ିଓ ଏବଂ ଆମର ସେମାନେ ଭୋଟ୍ କରିବେ, ତମେ ଚିନ୍ତା କର। ମୁଁ ଥିଲାବେଳେ ମୋତେ ସେ କଥା କହିଛନ୍ତି, ମୁଁ ଯେତେବେଳେ ଯାଇକି ମୋ ସମସ୍ୟା କଥା କୁହେ, ଲୋକମାନଙ୍କ କଥା କୁହେ, ମୋତେ କହନ୍ତି ତମେ କିଛି ଚିନ୍ତା କରିବା ଦରକାର ନାହିଁ, ଆମ ଭୋଟ୍ କରିବା ପାଇଁ କେମିତି ଭୋଟ୍ ହେବ ଆମେ ଜାଣିଛୁ, ତମେ ମୁଣ୍ଡ ଖେଳାନି। ଏକଥା ମୋତେ ପଞ୍ଚାୟତ ନିର୍ବାଚନ ବେଳେ କହିଛନ୍ତି, ସଦାବେଳେ କହିଛନ୍ତି। ଏବଂ ସେମାନେ ଭାବୁଛନ୍ତି ଅଫିସରମାନେ, ପୋଲିସ ମାନେ ଏବଂ ଅଫିସରମାନେ ଆମ ବିଡ଼ିଓ, ତହସିଲଦାର, କଲେକ୍ଟର ଏବଂ IAC, SDPO ଏଇମାନେ ଆମ ଇଲେକ୍ସନର କର୍ମକର୍ତ୍ତା ଏବଂ ସେମାନେ ଆମର ଭୋଟ୍ ଆଣିବେ, ତମେ ଖାଲି ନାମକୁ ମାତ୍ର ନିର୍ବାଚନ ଲଢ଼। ଯେଉଁ ଅର୍ଜୁନ ଯେମିତି କହିଲେ, କୃଷ୍ଣ ଯେମିତି ଅର୍ଜୁନକୁ କହିଲେ ବାପା ତୁ ଖାଲି ଗାଣ୍ଡିବ ଧରେ, ମୁଁ ମୋର ସବୁ କଥା ସରିଛି ଆଉ ତୁ ଖାଲି ଗାଣ୍ଡିବ ଧରେ, ଠିକ୍ ସେଇଭଳିଆ ଗୋଟେ ଟିକଟ ଦେଇଛନ୍ତି ଶଙ୍ଖଚିହ୍ନ ନେତାଙ୍କୁ, ସିଏ ତାଙ୍କର ଧରିକି ବୁଲୁଛନ୍ତି ଶଙ୍ଖଚିହ୍ନ, କିନ୍ତୁ ଖେଳ କରିବେ ତାଙ୍କ ଅଫିସରମାନେ ଏବଂ ଚାଲିଛି। କିନ୍ତୁ ସେ ସମୟ ଆଉ ନାହିଁ, ଯାହା ଥିଲା ଯେତିକି ଖାଇବା କଥା ଖାଇଲେ, 5 ବର୍ଷ ଭିତରେ ଯାହା 5 ଟର୍ମରେ ଯାହା କରିବା କଥା କଲେ ଏବଂ ଆମେ କାଞ୍ଚିରୁ ଆଣିଥିଲୁ ସମ୍ପତ୍ତି, ଆମ ସମ୍ପତ୍ତି ଓଡ଼ିଶାର ସମ୍ପତ୍ତି ରତ୍ନଭଣ୍ଡାରର ଏବଂ ସର୍ବୋପରି ଓଡ଼ିଶାର ରାଜକୋଷର ମାନେ ଅଧା ଭାଗ ଯାଇକି ଚେନ୍ନାଇରେ ପହଞ୍ଚିଗଲାଣି ଏବଂ ଚେନ୍ନାଇରୁ ଯାଇକି ପୁଣି ବର୍ତ୍ତମାନ ଇଣ୍ଟରନ୍ୟାସନାଲ ବ୍ୟାଙ୍କରେ ରହିଗଲାଣି। ଆଉ ଗୋଟେ କଥା ରହୁଛି, ପ୍ରଶାନ୍ତ ଜଗଦେବ ବିଭିନ୍ନ ରାଜନୈତିକ ନେତା ହୁଅନ୍ତୁ ବା ବିଭିନ୍ନ କୋଣ ରୁହନ୍ତୁ, ଆପଣଙ୍କୁ ଗୋଟେ ଗୁଣ୍ଡାର ଆଖ୍ୟା ଦିଆଯାଉଛି, କ'ଣ କହିବେ? ନିହାତି ଭାବରେ ଗୁଣ୍ଡା ନୁହେଁ, ଗୋଟେ ବିପ୍ଳବୀ ଯେତେବେଳେ ଯାଉଛି ଲଢ଼େଇ ଭିତରକୁ, ଲୋକମାନଙ୍କ ହକ୍ ପାଇଁ ଲଢ଼ୁଛି, ସେତେବେଳେ ଲଢ଼େଇ ହେଉଛି। ସେ ଲଢ଼େଇଟାକୁ ଯଦି ଜଣେ ଗୋଟେ ସଂଗ୍ରାମୀ ଶବ୍ଦଟାକୁ ଯଦି ଗୁଣ୍ଡା କୁହାଯିବ, ଜଣେ ବିପ୍ଳବୀ ୱାର୍ଡ଼ଟାକୁ ଯଦି ଗୁଣ୍ଡା କୁହାଯିବ, ସେ କୁହନ୍ତୁ, ମୋର କିଛି ଅସୁବିଧା ନାହିଁ, ମୁଁ ତାକୁ ବି ସ୍ୱୀକାର କରୁଛି, ତାପରେ ପ୍ଲେଜର୍ ବି ନେଉଛି। କିନ୍ତୁ ଆମେ ତ ଗୁଣ୍ଡା ହେଇଛୁ ଲୋକଙ୍କ ପାଇଁ। କିନ୍ତୁ ବିଜୁ ଜନତା ଦଳ ଏବଂ ବିଜୁ ଜନତା ଦଳଙ୍କର ପ୍ରାର୍ଥୀ ସେମାନେ ହେଲେ ମାଫିଆ। ଦଳ ପାଇଁ ଫଣ୍ଡ ରେଜ୍ କରିବା, ଖଣିରୁ, ବାଲିରୁ, ଇଣ୍ଡଷ୍ଟ୍ରିରୁ ଏବଂ ମାଇନ୍ସ ମିନେରାଲରୁ, କେଉଁଝର ସୁନ୍ଦରଗଡ଼ରୁ, ମାନେ ଆଇରନ୍ ମାଇନ୍ସରୁ ହେଉ କି ଆଲୁମିନିୟମରୁ ହେଉ କି କ୍ରୋମରୁ ହେଉ ପଇସା ମାଫିଆଗିରି କରିବା ବିଜୁ ଜନତା ଦଳର ହେଲା ଷ୍ଟେଟ୍ ମାଫିଆଗିରି। ଏବଂ ଲୋକାଲରେ ଯିଏ ପ୍ରାର୍ଥୀ ହେଇଛନ୍ତି ସେ ଜମି ମାଫିଆଗିରି କରିବେ, ନିଜ ପାଇଁ ଜମିରେ କେତେ ଜମି ସେ କିଣିବେ, 100 ଏକରରୁ ଉର୍ଦ୍ଧ୍ୱ ତାଙ୍କ ନାଁରେ ପ୍ରତ୍ୟକ୍ଷ ପରୋକ୍ଷ ଭାବରେ ଜମି ରଖିଛନ୍ତି, ତାଙ୍କ ନାଁରେ ତାଙ୍କର ବହୁତ ଏଜେଣ୍ଟ ଅଛନ୍ତି, ଏଜେଣ୍ଟଙ୍କ ମାଧ୍ୟମରେ ଜମି ରଖିଛନ୍ତି। ବ୍ରାଉନ୍ ସୁଗାର, ମଦ 8-10ଟା କାଉଣ୍ଟର ତାଙ୍କର ବର୍ତ୍ତମାନ ମଦ ମାଫିଆ, ବ୍ରାଉନ୍ ସୁଗାର ମାଫିଆ ଥିଲେ, ଏବେ ରିସେଣ୍ଟ 2 ବର୍ଷ ହେଲା ମଦ ମାଫିଆ ହେଇଗଲେଣି। ତା ସହିତ ଜମି ମାଫିଆ ତ ତାଙ୍କର ଆରମ୍ଭରୁ, କଦଳୀ ଫଦଳୀ ବେପାର ପରେ ଯେଉଁ ଛୋଟ ଥିଲା, ଯେଉଁ ଛୋଟିଆ ବେପାର ସବୁ ଯେଉଁ ସିଜନାଲ ବେପାରରୁ ବର୍ତ୍ତମାନ ସେ ଜମି ବେପାରରେ MLA ହେଲା ପରେ ଜମି ବେପାରରେ ତାଙ୍କର ଆରମ୍ଭ ହେଲା ପ୍ରକ୍ରିୟା। ଖୋର୍ଦ୍ଧାରେ ହେଲା, ବେଗୁନିଆରେ ହେଲା, ଭୁବନେଶ୍ୱରରେ ହେଲା, ତାଙ୍କର ପଚାରୁନାହାନ୍ତି କେତେ ଜମି ସେ ରଖିଛନ୍ତି ଏବଂ ଶେଷରେ ପୁଣି ରଘୁ ସାହୁଙ୍କୁ ଆଣିକି ଜମି ବେପାରରେ ପୁରେଇଲେ, 75 ଲକ୍ଷ ଟଙ୍କା ନେଲେ, ତାଙ୍କୁ ବି ଫେରେଇଲେନି, ସେ ସେଠୁ କେସ୍ ଦିଆ ହେଇକି କୋର୍ଟରେ ଲଢ଼ୁଛି। ତ ଏଇଥିରୁ ଜଣାପଡ଼ୁଛି ତାଙ୍କର ସବୁ ମାଫିଆଗିରିଟା। ଯେଉଁମାନେ କହୁଛନ୍ତି ଗୁଣ୍ଡା, ସେମାନେ ସବୁଠୁ ବଡ଼ ମାଫିଆ ଏବଂ ମାଫିଆଟା ପୁଣି କାହା ପାଇଁ? ନିଜ ପାଇଁ, କିନ୍ତୁ ଫଣ୍ଡ ରେଜ୍ କରିବା ଏବଂ ସୁନା ବେଶ ତିଆରି କରିବା। 2-3ଟା ଲୋକକୁ ସୁନା ବେଶ କରିକିରି ସେ ମାଫିଆ ପଇସାରେ ସେମାନେ ସୁନା ବେଶ ହେବେ ଏବଂ ଆଙ୍କ ପାଖରେ ଫଣ୍ଡ ରେଜ୍ ହେଇକି ଆଙ୍କର ଜମି କିଣା ହେଇକି ପଡ଼ିବ। ଆଚ୍ଛା, ଆଉ ଗୋଟେ କଥା, ଯେତେ ନିର୍ବାଚନ ଆସେ ସ୍ଥାନୀୟ ଲୋକଙ୍କର ବିଭିନ୍ନ ମୁଦ୍ଦା ରହିଥାଏ। ଏ ମୁଦ୍ଦା ଭିତରେ ଆଉ ଗୋଟେ ରହିଥାଏ, ସବୁବେଳେ ସେ ଗୋଟିଏ ସ୍ଲୋଗାନ ଆସେ, କ୍ୟାବିନ୍ ସହର। ଏ ସମସ୍ୟାଟା କାଳ ପାଇଁ ଆସିଛି। ଆମେ ଯେତେ ନିର୍ବାଚନ ଦେଖିଛୁ ସବୁ ସ୍ଥାନୀୟ ଲୋକଙ୍କର ସେ ମୁଦ୍ଦା ରହିଛି, ସବୁଠି ଅଟକୁଛି, ସମାଧାନର ବାଟ ବୋଲି କୁହାଯାଉଛି, କିନ୍ତୁ ସମାଧାନ ହେଇପାରୁନି। ଆପଣ ଚଳିତ ନିର୍ବାଚନରେ ବିଭିନ୍ନ ପ୍ରତିଶ୍ରୁତି ଦେଉଛନ୍ତି, ଏସବୁ ସମସ୍ୟା ଆପଣଙ୍କ କାନରେ ପହଞ୍ଚି ନା ବା ଲୋକମାନଙ୍କର ଅଭିଯୋଗ ଆସିଛି ନା ନାହିଁ? ମୋତେ କାହିଁ ଲାଗୁଛି, ମୁଁ ତ ଏଥିରେ ଅଛି କ୍ୟାବିନ୍ ସହର ସହିତ ମୁଁ ଜଡ଼ିତ ହେଇଛି, କାରଣ ମୁଁ ଜିଲ୍ଲା ପରିଷଦ ପ୍ରେସିଡେଣ୍ଟ ଯେବେ ହେଲି 2002, ଆଜି ହେଉଛି 2024, 22 ବର୍ଷ ମୁଁ ଏ ଖୋର୍ଦ୍ଧାଟାକୁ ଦେଖୁଛି।
ये नेता ये प्रतिनिधि माने जो जो भी प्रतिनिधि ये लड़ुंट सी बारंबार खाली जवाब काड़ करदे आउ लोक कहबेनि यहाँ हूँ स्ट्राटेजी पॉलिटिकल स्ट्राटेजी यहाँ जदि मु कैबिन उठेदेवी लोक आ मो पाक कंट्रोल रही कि मु आउ कहले शुण लोक खाली थोप देला भाया कैबिन उठो कहीकि दिथर एमएलए गले एथरक भी कहे कैबिन उठेदेवी किंतु मु तो कहली कैबिन ऑलरेडी उठापी सब जगह पत्र उठियो कही पैसाटा भी रेज हो प्रत्येक इलेक्शन किसी पैसा सी लोक मानू बेपारी मानू नौ जे टर्म में तुम कैबिन उठीज नुआ तुम दुकान घर पाइब इंडिया कही चलती तेणु यहाँ गोटे बहुत बड़ अपरच्युनिटी सी एक्सप्लॉइट कर एक्सप्लॉइट कर फायदाटा असुविधा लोक मानकर बेपारी मानकर एवं व्यवसायी संघर व्यवसायी मानकर को एक्सप्लॉइट करियार यहाँ गोटे भल माध्यम जुटी कैबिन हटेबा भल थाइतना करके दुकान दवा प्रशांत जगदेव एटा केमती देखुछन 24 घंटा सिर्फ 24 घंटा दरकार मत कैबिन व्यवसायी मानक पई घर तैयारी करिया सिर्फ 24 घंटा दरकार 24 घंटा भितर कैबिन सहर कैबिन तो नुह घर तांकर आगे तैयारी होबो तापर व्यवसायी को स्थापना करा जो स्थायी कराहब तांको घर दियाजिबो एवं से दुकान खोली सारे तापर कैबिन हटिबो निश्चय भाव में शुणुले प्रशांत जगदेव को जे विभिन्न स्थानीय समस्या को नहीं एक बड़ धरण चैलेंज आगामी निर्वाचन जदि खोर्धा लोक तांको जदि प्रतिश्रुति दियंती जदि सुना कलश ढालती तेबे से अनेक समस्या को चुटकी समाधान करेंगे गोटे प्रकार कहते आज्ञा आ गोटे कथा रोचे आप विभिन्न समय देखुं अनेक आहरी अनेक समस्या रही जाऊँगी जो समस्याटा केवल आप राजनीतिक समय बोली केवल प्रतिश्रुति दौरान ना अन्य किसी ना मुझे प्रतिश्रुति शब्दटा को मुझे हेट करे ये पॉलिटिकल लोक जो स्वाधीनता पर खाली प्रतिश्रुति देते जी प्रतिश्रुति राम राज्य जो थिला आम स्वाधीनता पर गांधीजी स्वप्न थिला राम राज्य करवा से ही सारंताणी जी प्रतिश्रुति देते सी 75 वर्ष पर ताठू आहरी बियंड को पलांताणी बट से प्रतिश्रुति गोटे फ्रड प्रतिश्रुति दिखती कि प्रशांत जगदेव प्रतिश्रुति दिए प्रतिज्ञा करे कले बड़े कौशल निज जीवन को बाजी लगे जहाँ प्रतिज्ञा करते कार्यकारी करने चाहे से प्रतिफलन हो बेगुनिया से प्रतिफलन हो चिलिकार आ आशा करुँचा खोर्धार प्रतिफलन हम आ शेष गोटे कथा कहवाक चाहूँगी जे जो मानक मु जो ऑफिसर मानक कहूली जे माने इन्वॉल्व होती आज बिजु जनता दल बाहरी आसी सपोर्ट दवाई माने मु जहाँ काली कहली आज से माने ताकू कार्यकारी करने को जाउछंती मंदिर रे किए ना मु कदली खाइनी मुझे पचारि ऑफिसर माने करुछंती तो सी क्लारिफिकेशन देवे ये बिजु जनता दल लोक क्लारिफिकेशन दबार कारण कौन तो बिजु जनता दल को माड़ होगा परा अस्त्रटा उपर मु माड़ करदेली जो माड़टा मेरुदंड को बाजिला से बिंधिला जो आसिकी आपण को माने ये प्रतिवाद कर सपोर्ट दवा सुरक्षा दवाई आगे आसछंती कस्मिन काले जनसाधारण को बरदास्त करेंगे तुम असल चेहरा खोर्धावासी जानी एवं जहाँ मु कहूँ से अनुभव करुँच प्रतिफलन हम आसंता 25 तारीख दिन डबल पद्म चिन्ह जेतबले से माने स्विच चिपिबे सेतबले से माने जानिपारे जे आमे कौन सब करूँ किभली अन्याय अनीति दुर्नीति व्यभिचार भितर आमे लोक मानू हतसंत करूँ तार प्रतिफलन निश्चित भाव में प्रभु जगतरनाथ जगन्नाथ जय श्रीराम ताकू निहत भाव में प्रशांत जगदेव जे कि सीधा सड़क भाव में जो खोर्धार विकास संपर्क में समस्त तथ्य कहते अंपटे देखुं जे 25 तारीख ही स्पष्ट कर जनादेश क्या सपक्ष में जाऊँगी एवं जो खोर्धार जनता विकास देखुं ना प्रशांत जगदेव को देखुं ता ही स्पष्ट कर खोर्धा विक्रमसिंह कुलमणि रमेश साहू कनेक्ट न्यूज।